ଆଜ୍ଞା ଏଇଟା ଘଣ୍ଟେ ଦୁଇଟା ହେଇଥିବ। ଆଜ୍ଞା ଏଇଟା ଘଣ୍ଟେ ଦୁଇଟା ହେଇଥିବ। ଆଉ ସେତେବେଳେ ଆମର ତାଙ୍କ ଅଜା ଆଙ୍କେ ଯାଇଥିଲେ ଚର୍ଚ୍ଚ, ଆମର କାଲି ପର୍ବ ଅଛି ବୋଲି ଯାଇଥିଲେ। ଆଉ ଝିଅ ଅଚାନକ ସିଆଡ଼େ ପଳେଇଲା। ଆରେ ଗାଈ ତ ଯାଉଛନ୍ତି ବୋଲି ଆଙ୍କର ଗାଈ ବି ଅଛନ୍ତି। ଯାଇଥିଲା ଆଉ ସେତେବେଳେ ହଠାତ୍ 5-6ଟା କୁକୁର ଆସିକି ଝିଅକୁ କାମୁଡ଼ା କାମୁଡ଼ି କରୁଛନ୍ତି। ଆଉ କାମୁଡ଼ା କାମୁଡ଼ି କଲାବେଳକୁ ଝିଅକୁ ଯେତେବେଳେ ଜାଣିଲେ କୁମଲିପୁଟ ମେଡ଼ିକାଲ ନେଲେ। ମେଡ଼ିକାଲ ନେଲା ପରେ ଡକ୍ଟର ସେଠି ମୃତ୍ୟୁ ଘୋଷଣା କଲେ ଆଉ ମରିଯାଇଛି ବୋଲି କହିଲେ। ସରକାରକୁ ଆମର ଆଉ କ'ଣ ସରକାର କିଛି ସହଯୋଗ କଲେ ଆମେ। ତାଙ୍କ ପରିବାରରେ କିଏ କିଏ ଅଛନ୍ତି, କ'ଣ ତାଙ୍କର ଘରର ହାଲଚାଲ, ତାଙ୍କର ବାପା ମା କୁଆଡ଼େ ଗଲେ, କ'ଣ ହେଇଛି? ତାଙ୍କ ମା ବାପା ତ ସିଆଡ଼େ ରହୁଛନ୍ତି ଅନ୍ୟ ଗାଁରେ, ମୁଁ ବି ସେଇଟା ଜାଣିନାହିଁ। ବାକି ଅଜା ଆଈ ଘରେ ରହିକି ଝିଅ ପଢ଼ାପଢ଼ି କରୁଥିଲା। ଝିଅ ଏବେ ତ ସ୍କୁଲ ଜଏନ୍ କରାହେଇଥିଲା ଆଉ 6 ବର୍ଷ 7 ବର୍ଷର। ହାରେନ ମୋହରିଆ ଫୁପୁ ଗାଁ। ଆଜ୍ଞା ଆଜି ଘଣ୍ଟେ 2ଟା ସମୟରେ ଛୋଟ ଛୁଆଟା ଖେଳିବାକୁ ଯାଇଥିଲା ବାହାରେ, ଘରୁ 20 ମିଟର ନା 30 ମିଟର ଦୂରରେ। ସେ ସମୟରେ ତାର ସାନ ଭାଇ ସହିତ ଥିଲା। କୁକୁର ମାନେ 3-4ଟା କୁକୁର ଝିଅକୁ ଦେଖି ଖେଦି ଆଣିଲେ। ଖେଦି ଆଣି ଝିଅକୁ କାମୁଡ଼ି ପକାଇଲେ। କାମୁଡ଼ିବା ହେତୁ ଗୋଟିଏ ଅଧଘଣ୍ଟା ଭିତରେ ଆମେ ଜାଣିବାକୁ ପାଇଲୁ। ଜାଣିକି ମେଡ଼ିକାଲ ନେବା ଭିତରେ ଡକ୍ଟର ଦେଖିକି କହିଲେ କି ଝିଅର ମୃତ୍ୟୁ ଘୋଷଣା କଲେ। ତେଣୁ ଆମେ ଝିଅକୁ ଧରି ପୁଣି ଘରକୁ ଫେରିଲୁ। ଆଜ୍ଞା ଝିଅଟା ତାଙ୍କର ମା ବାହାରେ ରହୁଛନ୍ତି। ଝିଅଟା ତାଙ୍କର ଅଜା ଆଈ ଘରେ ରହିକି ପାଠଶାଠ ପଢ଼ୁଥିଲା। ଝିଅର ବୟସ ପାଖାପାଖି ଗୋଟେ 6-7 ବର୍ଷ ହେବ। ସେ ଛୋଟବେଳରୁ ତା ଅଜା ଆଈ ଘରେ ରହିକି ପାଠ ପଢ଼ୁଥିଲା। ଆଉ ଆଜି ଏଇ ଘଟଣାଟା ଘଟିଲା। ଆଜ୍ଞା ସରକାରକୁ ଆମର ଏତିକି ଅନୁରୋଧ କି ଦୁଃଖିତ ପରିବାରକୁ ସରକାର ତରଫରୁ କିଛି ସହାୟତା ମିଳିଲେ ଆମେ ଚିର ଉପକୃତ ହେବୁ।